ପିଲାମାନେ ଆଜି ଆମେ ଆଲୋଚନା କରିବା ପ୍ଲସ୍ ଟୁ ସେକେଣ୍ଡ ଇୟର ଆର୍ଟ୍ସ ହିଷ୍ଟ୍ରି କ'ଣ କରିବା ନା 100ଟି MCQ କ୍ୱେଶ୍ଚିନ୍ ଆନ୍ସର ଡିସ୍କସନ୍ କରିବା ବୋର୍ଡ଼ ପରୀକ୍ଷା ପାଇଁ। ପିଲାମାନେ ମୁଁ ଖାଲି ଉତ୍ତର କହିବି, ତୁମେ ଉତ୍ତର ମନେ ରଖିବା ପାଇଁ ଚେଷ୍ଟା କରିବ। ଆରମ୍ଭ କରିବା। ପ୍ରଥମ ପ୍ରଶ୍ନ, ହରପ୍ପା ସଂସ୍କୃତି କେଉଁ ନଦୀର ଅବବାହିକାରେ ଗଢ଼ି ଉଠିଥିଲା? ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି, ସିନ୍ଧୁ। ହରପ୍ପା ନଗରୀଟି ପଞ୍ଜାବର କେଉଁ ନଦୀ କୂଳରେ ଥିଲା? ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ, ଇରାବତୀ। ପରବର୍ତ୍ତୀ ପ୍ରଶ୍ନ, ହରପ୍ପା ସଂସ୍କୃତି କେଉଁ ମସିହାରେ ଆବିଷ୍କୃତ ହୋଇଥିଲା? ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି, 1922 ମସିହାରେ। ନିମ୍ନଲିଖିତ ମଧ୍ୟରୁ କିଏ ହରପ୍ପା ସଂସ୍କୃତିର ଖନନ ସହ ସମ୍ପୃକ୍ତ ନଥିଲେ? ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି, ଲିଓନାର୍ଡ ସ୍ମିଥ୍। ହରପ୍ପା ନଗରୀ କେଉଁଠି ଥିଲା? ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି, ମଣ୍ଟୋଗୋମେରି। ପରବର୍ତ୍ତୀ ପ୍ରଶ୍ନ, ସିନ୍ଧୁ ପ୍ରଦେଶର କେଉଁ ଜିଲ୍ଲାରେ ମହିଞ୍ଜୋଦାରୋ ଅବସ୍ଥିତ? ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ, ଲାରାକାନା। ବୃହତ୍ ସ୍ନାନାଗାର କେଉଁଠୁ ଆବିଷ୍କୃତ ହୋଇଥିଲା? ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ, ମହିଞ୍ଜୋଦାରୋ। ହରପ୍ପାର ଅଧିବାସୀମାନେ ନିମ୍ନ କେଉଁ ଧାତୁର ବ୍ୟବହାର ଜାଣିନଥିଲେ? ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି, ଲୌହ। ହରପ୍ପା ସଂସ୍କୃତିରେ ସ୍ଥଳପଥରେ ପରିବହନର ମାଧ୍ୟମ କ'ଣ ଥିଲା? ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି, ଶଗଡ଼। ହରପ୍ପାର ଅଧିବାସୀମାନେ କେଉଁ ଠାକୁରଙ୍କୁ ପୂଜା କରୁଥିଲେ? ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି, ପଶୁପତି। ଋକ୍ ବେଦରେ କେତୋଟି ମନ୍ତ୍ର ଥିଲା? ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି, 10,552ଟି ମନ୍ତ୍ର ଥିଲା ଋକ୍ ବେଦରେ। ପରବର୍ତ୍ତୀ ପ୍ରଶ୍ନ, ଅଥର୍ବ ବେଦରେ କାଣ୍ଡ ସଂଖ୍ୟା କେତେ ଥିଲା? ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି, 20ଟି। ବେଦର ସୁସଜ୍ଜୀକରଣରେ ନିମ୍ନଲିଖିତ ମଧ୍ୟରୁ କେଉଁଟି ଆବଶ୍ୟକ ନଥିଲା? ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି, ଯନ୍ତ୍ର। ପରବର୍ତ୍ତୀ ପ୍ରଶ୍ନ, ବେଦର 4ଟି ବିଭାଗ ମଧ୍ୟରୁ ଯେଉଁଟି ନୁହେଁ ସେଇଟି ଦର୍ଶାଅ। ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି, ଉପାସନା। ନିମ୍ନଲିଖିତ ମଧ୍ୟରୁ କେଉଁଟି ଏକ ବେଦାଙ୍ଗ ନୁହେଁ? ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି, ଆନନ୍ଦ। ପରବର୍ତ୍ତୀ ପ୍ରଶ୍ନ, ଐତିହାସିକମାନଙ୍କ ମତରେ ବୈଦିକ ସଭ୍ୟତା କେବେ ବିସ୍ତାର ଲାଭ କରିଥିଲା? ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି, 1800 ଖ୍ରୀଷ୍ଟପୂର୍ବରୁ 600 ଖ୍ରୀଷ୍ଟପୂର୍ବ। ଓକେ। ପରବର୍ତ୍ତୀ ପ୍ରଶ୍ନ, ଆର୍ଯ୍ୟମାନେ ପ୍ରଥମେ କେଉଁଠି ବସତି ସ୍ଥାପନ କରିଥିଲେ? ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି, ସପ୍ତସିନ୍ଧୁ। ଆର୍ଯ୍ୟ ସମାଜ କେତୋଟି ବର୍ଣ୍ଣରେ ବିଭକ୍ତ ହୋଇଥିଲା? ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି, 4ଟି ଭାଗରେ। ଆର୍ଯ୍ୟମାନଙ୍କର ସର୍ବବୃହତ ରାଜନୈତିକ ସଂଗଠନ କ'ଣ ଥିଲା? ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି, ରାଷ୍ଟ୍ର। ନିମ୍ନଲିଖିତ ମଧ୍ୟରୁ କିଏ ଆର୍ଯ୍ୟ ସମାଜରେ ବା ରାଷ୍ଟ୍ରରେ ରାଜ କର୍ମଚାରୀ ନଥିଲେ? ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି, ଗୃହରକ୍ଷୀ ବାହିନୀ। ନିମ୍ନଲିଖିତ ମଧ୍ୟରୁ କିଏ ବୁଦ୍ଧଙ୍କ ମୂର୍ତ୍ତି ପୂଜା କରୁଥିଲେ? ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ, ମହାଯାନ। କେଉଁ ଧର୍ମରେ ପ୍ରଥମେ ମଠ ବ୍ୟବସ୍ଥାର ପ୍ରଚଳନ କରାଯାଇଥିଲା? ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି, ବୌଦ୍ଧ ଧର୍ମ। ପରବର୍ତ୍ତୀ ପ୍ରଶ୍ନ, ବୌଦ୍ଧ ଧର୍ମାବଲମ୍ବୀମାନଙ୍କ ପାଇଁ ବର୍ଷର ସର୍ବଶ୍ରେଷ୍ଠ ତିଥିଟି କେଉଁ ଦିନ ଅଟେ? ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି, ବୈଶାଖ ପୂର୍ଣ୍ଣିମା। କଳିଙ୍ଗ ଯୁଦ୍ଧ କେବେ ସଂଘଟିତ ହୋଇଥିଲା? ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି, ଖ୍ରୀଷ୍ଟପୂର୍ବ 261ରେ। 322 ଖ୍ରୀଷ୍ଟପୂର୍ବରେ ନନ୍ଦ ରାଜତ୍ୱର ଅବସାନ କିଏ ଘଟାଇଥିଲେ? ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି, ଚନ୍ଦ୍ରଗୁପ୍ତ ମୌର୍ଯ୍ୟ। ଅଶୋକଙ୍କ ପିତାଙ୍କ ନାମ କ'ଣ ଥିଲା? ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ, ବିନ୍ଦୁସାର। ଅଶୋକ କେବେ ସିଂହାସନ ଆରୋହଣ କରିଥିଲେ? ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି, ଖ୍ରୀଷ୍ଟପୂର୍ବ 273ରେ। କିଏ ଅମୃତଘାତ ଉପାଧି ଧାରଣ କରିଥିଲେ? ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି, ବିନ୍ଦୁସାର। ଅଶୋକଙ୍କ କେଉଁ ଶିଳାଲେଖରେ କଳିଙ୍ଗ ଯୁଦ୍ଧ ବିଷୟରେ ଉଲ୍ଲେଖ କରାଯାଇଛି? ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି, ତ୍ରୟୋଦଶ। ଇଣ୍ଡିକା ପୁସ୍ତକ କିଏ ରଚନା କରିଥିଲେ? ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି, ମେଗାସ୍ଥେନେସ୍। କଳିଙ୍ଗର ରାଜଧାନୀର ନାମ କ'ଣ ଥିଲା? ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି, ତୋଷାଳୀ। ବଳାଧିକ୍ୟ କେଉଁ ବିଭାଗୀୟ ମୁଖ୍ୟ ଥିଲେ? ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ, ସାମରିକ ବିଭାଗ। ପରବର୍ତ୍ତୀ ପ୍ରଶ୍ନ, ମୌର୍ଯ୍ୟ ଶାସନ କାଳରେ ଗ୍ରାମର ମୁଖ୍ୟଙ୍କୁ କ'ଣ କୁହାଯାଉଥିଲା? ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି, ଗ୍ରାମିକ। ଶତାଗ୍ନି କହିଲେ କ'ଣ ବୁଝ? ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ, ଏକ ଅସ୍ତ୍ର।
ପୌର ପରିଷଦ ଗୁଡ଼ିକରେ କେତେ ଜଣ ସଦସ୍ୟ ରହୁଥିଲେ? ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି 30 ଜଣ। ମୌର୍ଯ୍ୟ ପ୍ରଶାସନରେ ପ୍ରାଦେଶିକ ଶାସନ ମୁଖ୍ୟ କିଏ ଥିଲେ? ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି କୁମାର। କେଉଁ ଯୁଗକୁ ପ୍ରାଚୀନ ଭାରତ ଇତିହାସରେ ସାଂସ୍କୃତିକ ପ୍ରାଚୁର୍ଯ୍ୟର ଯୁଗ ବୋଲି କୁହାଯାଏ? ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ଗୁପ୍ତ ଯୁଗ। ଗୁପ୍ତ ଯୁଗରେ କେଉଁ ଭାଷାର ପୁନରୁତ୍ଥାନ ହୋଇଥିଲା? ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ସଂସ୍କୃତ। ଧର୍ମୀୟ ସଂସ୍କୃତ ସାହିତ୍ୟରେ ଗୁପ୍ତ ଯୁଗର ସର୍ବଶ୍ରେଷ୍ଠ ଅବଦାନ କ'ଣ ଥିଲା? ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ ଅଷ୍ଟାଦଶ ପୁରାଣ। କେଉଁ ସ୍ମୃତି ସାହିତ୍ୟରେ ମଣିଷର ଆଚାର ବ୍ୟବହାର ଓ ପ୍ରାୟଶ୍ଚିତ ଉପରେ ଲେଖାଯାଇଛି? ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ ଯାଜ୍ଞବଲ୍କ ସ୍ମୃତି। ଗୁପ୍ତ ଯୁଗରେ କେଉଁ ଭାଷା ରାଷ୍ଟ୍ରଭାଷାର ମାନ୍ୟତା ଲାଭ କରିଥିଲା? ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ ସଂସ୍କୃତ। ଓକେ। ଭକ୍ତି ଆନ୍ଦୋଳନ ଭାରତରେ କେଉଁ ସନ୍ଥଙ୍କ ଦ୍ୱାରା ଆରମ୍ଭ ହୋଇଥିଲା? ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ ଶଙ୍କରାଚାର୍ଯ୍ୟ। ପରବର୍ତ୍ତୀ ପ୍ରଶ୍ନ, ନିମ୍ନଲିଖିତ ମଧ୍ୟରୁ କିଏ ଭକ୍ତି ଆନ୍ଦୋଳନର ପୁରୋଧା ଥିଲେ? ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ଏ ସମସ୍ତେ, ତାମାନେ ସୁରଦାସ, ତୁଳସୀଦାସ ଏବଂ ରାମାନନ୍ଦ ଏ ସମସ୍ତେ ଭକ୍ତି ଆନ୍ଦୋଳନର ପୁରୋଧା ଥିଲେ। ଭକ୍ତି ଆନ୍ଦୋଳନ କାହାର ପୂଜା ଉପରେ ଗୁରୁତ୍ୱ ଦିଏ? ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ଏକସ୍ୱରବାଦ। ଭକ୍ତି ଆନ୍ଦୋଳନର ପ୍ରମୁଖ ଗୁଣ କ'ଣ ଥିଲା? ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ଏ ସମସ୍ତ, ତାମାନେ ଜ୍ଞାନ, କର୍ମ ଏବଂ ଭକ୍ତି। ପରବର୍ତ୍ତୀ ପ୍ରଶ୍ନ, କବୀରଙ୍କୁ ଜନ୍ମ ଦେଇଥିବା ମାତା କିଏ ଥିଲେ? ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ଜଣେ ବିଧବା ବ୍ରାହ୍ମଣୀ। ପରବର୍ତ୍ତୀ ପ୍ରଶ୍ନ, କବୀରଙ୍କ ଦ୍ୱାରା ପ୍ରଚାରିତ ବାଣୀକୁ କେଉଁ ଗ୍ରନ୍ଥରେ ଲିପିବଦ୍ଧ କରାଯାଇଥିଲା? ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ବିଜକ। କବୀରଙ୍କ ଭଜନ ଗୁଡ଼ିକୁ କ'ଣ କୁହାଯାଏ? ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ଦୋହା। କେତେ ଖ୍ରୀଷ୍ଟାବ୍ଦରେ କବୀରଙ୍କ ଦେହାବସାନ ଘଟିଥିଲା? ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି 1518 ଖ୍ରୀଷ୍ଟାବ୍ଦ 1518ରେ କବୀରଙ୍କ ଦେହାବସାନ ଘଟିଥିଲା। ଶିଖ୍ ଧର୍ମର ପ୍ରତିଷ୍ଠାତାଙ୍କ ନାମ କ'ଣ? ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ ଗୁରୁ ନାନକ। ଗୁରୁ ନାନକଙ୍କ ଜନ୍ମସ୍ଥାନର ନାମ କ'ଣ? ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ତାଳବନ୍ଦୀ। ଗୁରୁ ନାନକଙ୍କ ପିତାଙ୍କ ନାମ କ'ଣ ଥିଲା? ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି କାଲୁ ବେଦି। ଗୁରୁ ନାନକଙ୍କ ପତ୍ନୀଙ୍କ ନାମ କ'ଣ ଥିଲା? ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ସୁଲଖଇନ୍। ଆଧ୍ୟାତ୍ମିକ ଜ୍ଞାନ ଲାଭ ପରେ ଗୁରୁ ନାନକ ରାବି ନିକଟସ୍ଥ କେଉଁଠି ତାଙ୍କ ଆଶ୍ରମ ପ୍ରତିଷ୍ଠା କରିଥିଲେ? ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି କର୍ତ୍ତାରପୁର। କି ବାଦ ସହ ଭକ୍ତି ସଙ୍ଗୀତ ଗାନ କରୁଥିଲେ? ପରବର୍ତ୍ତୀ ପ୍ରଶ୍ନ, ନାନକ ଲୋକଙ୍କ ମଧ୍ୟରେ ସଦ୍ଭାବ ଆଣିବା ପାଇଁ କି ବାଦ୍ୟ ସହ ଭକ୍ତି ସଙ୍ଗୀତ ଗାନ କରୁଥିଲେ? ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ରବାକ୍। ମୃତ୍ୟୁ ପୂର୍ବରୁ ଗୁରୁ ନାନକ କାହାକୁ ନିଜର ଉତ୍ତରାଧିକାରୀ ଭାବେ ମନୋନୀତ କରିଥିଲେ? ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ଅଙ୍ଗଦ। କେତେ ଖ୍ରୀଷ୍ଟାବ୍ଦରେ ଗୁରୁ ନାନକଙ୍କ ମହାପ୍ରୟାଣ ଘଟିଥିଲା? ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି 1538। ଶ୍ରୀ ଚୈତନ୍ୟ କେଉଁ ମସିହାରେ ଜନ୍ମଗ୍ରହଣ କରିଥିଲେ? ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି 1486। ଶ୍ରୀ ଚୈତନ୍ୟଙ୍କ ପିତାଙ୍କ ନାମ କ'ଣ ଥିଲା? ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ ଜଗନ୍ନାଥ ମିଶ୍ର। ବାଲ୍ୟକାଳରେ ଶ୍ରୀ ଚୈତନ୍ୟ କେଉଁ ନାମରେ ପରିଚିତ ଥିଲେ? ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ବିଶମ୍ବର ମିଶ୍ର। ଶ୍ରୀ ଚୈତନ୍ୟଙ୍କ ମନରେ କେଉଁ ସନ୍ନ୍ୟାସୀ କୃଷ୍ଣ ମନ୍ତ୍ରର ମହିମା ଭର୍ତ୍ତି କରିଦେଇଥିଲେ? ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ଈଶ୍ୱରପୁରୀ। ପରବର୍ତ୍ତୀ ପ୍ରଶ୍ନ, ଓଡ଼ିଶାରେ ଲବଣ ଆଇନ ଭଙ୍ଗ ପାଇଁ କଟକ ସ୍ୱରାଜ ଆଶ୍ରମରୁ ପଦଯାତ୍ରାର ନେତୃତ୍ୱ କିଏ ନେଇଥିଲେ? ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ଗୋପବନ୍ଧୁ ଚୌଧୁରୀ। 1939 ମସିହା ସେପ୍ଟେମ୍ବର 3 ତାରିଖରେ ଇଂରେଜ ସରକାର କାହା ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିଥିଲେ? ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ଜର୍ମାନୀ। କ୍ରିପ୍ସ ମିଶନ ଭାରତରେ କେବେ ପଦାର୍ପଣ କଲେ? ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ 1942 ମାର୍ଚ୍ଚ 23 ତାରିଖରେ। ଭାରତ ଛାଡ଼ ପ୍ରସ୍ତାବର ପ୍ରସ୍ତୁତି ନିମନ୍ତେ 1942 ଜୁଲାଇ 14 ତାରିଖରେ କଂଗ୍ରେସର ଅଧିବେଶନ କେଉଁଠି ବସିଥିଲା? ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ୱାର୍ଦ୍ଧା।
ଭାରତ ଛାଡ଼ ଆନ୍ଦୋଳନରେ ଗାନ୍ଧିଜୀଙ୍କ ମନ୍ତ୍ରଟି କ'ଣ ଥିଲା? ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି, କର ବା ମର। ଭାରତ ଛାଡ଼ ଆନ୍ଦୋଳନ କେବେ ଆରମ୍ଭ ହେଲା? ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି, 1942 ଅଗଷ୍ଟ 9 ତାରିଖରେ। ଭାରତ ଛାଡ଼ ଆନ୍ଦୋଳନରେ ଭାଗ ନେଇ 1942 ଅଗଷ୍ଟ 17 ତାରିଖରେ ବାନର ସେନା ଦଳ କେଉଁ ଡାକଘରେ ନିଆଁ ଲଗାଇ ଦେଇଥିଲେ? ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି, କାଇପଦା। କୋରାପୁଟର କେଉଁ ବିଶିଷ୍ଟ ନେତାଙ୍କୁ ଭାରତ ଛାଡ଼ ଆନ୍ଦୋଳନରେ ଭାଗ ନେଇଥିବାରୁ 1943 ମାର୍ଚ୍ଚ 29 ତାରିଖ ଦିନ ଫାଶୀ ଦିଆଯାଇଥିଲା? ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି, ଲକ୍ଷ୍ମଣ ନାୟକ। କ୍ୟାବିନେଟ୍ ମିଶନ ଭାରତରେ କେଉଁ ମସିହାରେ ପଦାର୍ପଣ କରିଥିଲେ? ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି, 1944 ମସିହାରେ। 1947 ମସିହା ମାର୍ଚ୍ଚ ମାସରେ କିଏ ଭାରତର ବଡ଼ଲାଟ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ? ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି, ଲର୍ଡ ମାଉଣ୍ଟବ୍ୟାଟେନ୍। ସିପାହୀ ବିଦ୍ରୋହକୁ ବିଭିନ୍ନ ଐତିହାସିକମାନେ କି ନାମରେ ନାମାଙ୍କନ କରିଥିଲେ? ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି, ଏ ସମସ୍ତ। ତାମାନେ ପ୍ରଥମ ଭାରତୀୟ ସ୍ୱାଧୀନତା ସଂଗ୍ରାମ, କଳାଗୋରା ସଂଘର୍ଷ, ଖ୍ରୀଷ୍ଟିଆନ ଧର୍ମ ବିରୁଦ୍ଧରେ ଏକ ଧର୍ମଯୁଦ୍ଧ, ଏ ସବୁଗୁଡ଼ାକ ହେଉଛି ହେଲା। ସିପାହୀ ବିଦ୍ରୋହକୁ ବିଭିନ୍ନ ଐତିହାସିକମାନେ ଏହିସବୁ ନାମରେ ନାମାଙ୍କନ କରିଥିଲେ। ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି, ଏ ସମସ୍ତ। ନିମ୍ନଲିଖିତ ମଧ୍ୟରୁ କେଉଁ ଗୋଟିକ ସିପାହୀ ବିଦ୍ରୋହର ଏକ ସାମାଜିକ କାରଣ ନୁହେଁ? ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି, ରାଜସ୍ୱ ବ୍ୟବସ୍ଥା। ସିପାହୀ ବିଦ୍ରୋହରେ ବିହାରର ନେତୃତ୍ୱ କିଏ ନେଇଥିଲେ? ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି, ରାଜା କନୱର ସିଂ। ଇଂରେଜ ବିରୁଦ୍ଧରେ ଲଢ଼େଇ କରି ଝାନ୍ସୀ ରାଣୀ ଲକ୍ଷ୍ମୀବାଇ କେବେ ମୃତ୍ୟୁବରଣ କରିଥିଲେ? ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି, 1858 ଜୁନ୍ 17 ତାରିଖରେ। ତାନ୍ତିଆ ଟୋପେଙ୍କୁ ଇଂରେଜମାନେ କେଉଁ ଦିନ ଫାଶୀ ଖୁଣ୍ଟରେ ଝୁଲାଇ ଦେଇଥିଲେ? ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି, 1859 ଏପ୍ରିଲ 18 ତାରିଖରେ। ପ୍ରଶ୍ନ, ସିପାହୀ ବିଦ୍ରୋହର ଅବସାନ ପରେ 1861 ମସିହାରେ କେଉଁଠି ଗୋଟିଏ ହାଇକୋର୍ଟ ପ୍ରତିଷ୍ଠା କରାଗଲା? ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି, ଏ ସମସ୍ତ ସ୍ଥାନରେ। ତାମାନେ ବମ୍ବେ, ମାନ୍ଦ୍ରାଜ ଏବଂ କଲିକତାଠାରେ ହାଇକୋର୍ଟ ପ୍ରତିଷ୍ଠା କରାଗଲା। ପରବର୍ତ୍ତୀ ପ୍ରଶ୍ନ, ସିପାହୀ ବିଦ୍ରୋହ ଚାଲିଥିବା ବେଳେ ବିଦ୍ରୋହୀମାନେ ଦିଲ୍ଲୀର ଲାଲକିଲ୍ଲାଠାରେ ପହଞ୍ଚି କାହାକୁ ଭାରତର ସମ୍ରାଟ ରୂପେ ଘୋଷଣା କରିଥିଲେ? ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି, ଦ୍ୱିତୀୟ ବାହାଦୁର ଶାହକୁ। ସୂତାବୁଣା ଯନ୍ତ୍ର କିଏ ଉଦ୍ଭାବନ କରିଥିଲେ? ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି, ଜେମ୍ସ ହାରଗ୍ରିଭ୍ସ। ପରବର୍ତ୍ତୀ ପ୍ରଶ୍ନ, 1772 ମସିହାରେ ଭାରତରେ କିଏ 5 ବର୍ଷିଆ ଭୂ ରାଜସ୍ୱ ନୀତି ପ୍ରଚଳନ କରିଥିଲେ? ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି, ୱାରେନ୍ ହେଷ୍ଟିଙ୍ଗସ୍। ପରବର୍ତ୍ତୀ ପ୍ରଶ୍ନ, 1864 ମସିହାରେ କେଉଁ ବଡ଼ଲାଟ ତାଙ୍କ ରାଜଧାନୀ ସିମଲାକୁ ପରିବର୍ତ୍ତନ କରିଥିଲେ? ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି, ଜନ୍ ଲରେନ୍ସ। ଛତ୍ରପତି ଶିବାଜୀ ଟର୍ମିନସ୍ କେଉଁଠି ଅବସ୍ଥିତ? ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି, ବମ୍ବେ। 1911 ମସିହାରେ ପଞ୍ଚମ ଜର୍ଜ ଓ ରାଣୀ ମେରିଙ୍କ ସ୍ୱାଗତ ପାଇଁ କ'ଣ ନିର୍ମିତ ହୋଇଥିଲା? ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି, ଗେଟ୍ ୱେ ଅଫ୍ ଇଣ୍ଡିଆ। କଲିକତାଠାରେ ନ୍ୟାସନାଲ ଲାଇବ୍ରେରୀ କେଉଁ ମସିହାରେ ନିର୍ମିତ ହୋଇଥିଲା? ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି, 1836 ମସିହାରେ। ଫ୍ରିମାସନ୍ସ ହଲ୍ କେଉଁ ନଗରୀରେ ଅବସ୍ଥିତ? ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି, ମାଡ୍ରାସ। ଦକ୍ଷିଣ ଭାରତରେ କେଉଁ ସହର ବାଣିଜ୍ୟ କେନ୍ଦ୍ର ଭାବେ ପରିଚିତ ଲାଭ କରିଥିଲା? ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି, ମଦୁରାଇ। କେଉଁ ମସିହାରେ ଓଡ଼ିଶା ଇଂରେଜ ଶାସନାଧୀନ ହେଲା? ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି, 1803। ଓଡ଼ିଆ ଏକ ସ୍ୱତନ୍ତ୍ର ଭାଷା ନୁହେଁ ବୋଲି କିଏ କହିଥିଲେ? ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି, କାନ୍ତିଲାଲ ଭଟ୍ଟାଚାର୍ଯ୍ୟ। କେଉଁ ମସିହାରେ ବିଚିତ୍ରାନନ୍ଦ ଦାସ କଟକରେ ପ୍ରିଣ୍ଟିଂ ପ୍ରେସ୍ ସ୍ଥାପନ କରିଥିଲେ? ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି, 1866 ମସିହାରେ। ୱିଲିୟମ ମହାନ୍ତି କେଉଁଠି ଉତ୍କଳ ହିତବାଦିନୀ ସଭା ଗଠନ କରିଥିଲେ? ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି, ବ୍ରହ୍ମପୁର। ପ୍ରାକ୍ ସ୍ୱାଧୀନତା କାଳରେ ସମ୍ବଲପୁର କେଉଁ ଅଞ୍ଚଳର ଅଂଶବିଶେଷ ଥିଲା? ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ, କେନ୍ଦ୍ରୀୟ ପ୍ରଦେଶ। କେଉଁ ମସିହାରେ ସାର୍ ଏଣ୍ଡ୍ରୁ ଫ୍ରେଜର ସମ୍ବଲପୁରରେ ହିନ୍ଦୀ ଭାଷାର ପ୍ରଚଳନ କରିଥିଲେ? ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି, 1895 ମସିହାରେ।
किए ओडिया भाषा बंगला भाषार एक उपभाषा बोली जुक्ति बाढ़ी सठिक उत्तर होची ऑप्शन बी कांतिलाल भट्टाचार्य। गंजाम केउ प्रेसिडेंसी सहित मिशिथिला सठिक उत्तर होची ऑप्शन डी माड्रास प्रेसिडेंसी सहित गंजाम मिशिथिला। संबलपुर रे केबे हिंदी को सरकारी भाषा रूपे प्रचलन करागला सठिक उत्तरटी होची ऑप्शन सी 1895 मसीह रे। भारती रोदन कविता किए रचना करथिले सठिक उत्तरटी होची ऑप्शन डी गंगाधर मेहेर। इंग्रेज माने केते मसीह रे ओडिशा अधिकार कले सठिक उत्तरटी होची ऑप्शन ए 1803 मसीह रे। उत्कल दीपिकार संपादक किए थिले सठिक उत्तरटी होची ऑप्शन बी गौरीशंकर राय। शेष प्रश्न ओडिशा सहित संबलपुर मिश्रण केते मसीह रे होइतिला सठिक उत्तरटी होची ऑप्शन सी 1903 मसीह रे।